हेलो ସାଙ୍ଗମାନେ ଜୟ ଜଗନ୍ନାଥ। ତ ଆଜିର ଭିଡ଼ିଓରେ ଦେଖନ୍ତୁ କି ତ ଏମିତି ଆମେ କି ଧଳା ଚୁଟିକୁ ସୁନ୍ଦର ଭାବରେ କଳା କରିପାରିବା ଯାହାକି ଘରୋଇ ଉପାୟରେ। ତ ଦେଖନ୍ତୁ ତ ଏଠି ଦେଖନ୍ତୁ ଆମେ କଣ କରିବା ନା ତ ଫାଷ୍ଟ କି ଆମକୁ ଗୋଟେ ଅଦାକୁ ନବାକୁ ଅଛି। ତ ଅଦାଟିକୁ ଆମକୁ ପୁରାପୁରି ଗ୍ରେଟରରେ ତାର ଅଦାର ରସକୁ ବାହାର କରିଦେବାର ଅଛି। ଆଉ ତ ଆପଣ ନହେଲେ କି ଆପଣ ତାକୁ ଗ୍ରାଇंडिंग କରିକି ବି ବାହାର କରିପାରିବେ। ତ ଏଠି ମୁଁ ଦେଖନ୍ତୁ ଅଦାଟିକୁ ଗ୍ରେଟ୍ କରିନବା ପରେ କି ତାର ରସ ଗୁଡିକ ଅଦାର ଯେତିକି ବି ଦରକାର ଅଛି ଆମେ ତାକୁ ସେତିକି ବାହାର କରି ନେବା, ଯାହାକି ବହୁତ ହି ବଢିଆ ବଢିଆ କାମ ଦେବା ଆମ ଚୁଟି ପାଇଁ। ତ ଆକୁ ଦେଖନ୍ତୁ ଅଦାର ରସକୁ ଆମକୁ ବାହାର କରିନେବା, ଯାହାକି ବହୁତ ହି କମ ସମୟରେ ଏସବୁ ଆପଣ ବନେଇ ପାରିବେ। ତ କୌଣସି ବି ଜିନିଷ ଆମକୁ ସେଇଥିରେ କି ଆମର ଅଧିକ ଜିନିଷ ମିକ୍ସ କରିବାର ନାହିଁ, ବହୁତ କିଛି ଅଳ୍ପରେ ଆପଣ ଆମର ଚୁଟିକୁ ମଜବୁତ କରିପାରିବା ଆଉ କଳା ବି କରିପାରିବା। ତ ଏଠି ଦେଖନ୍ତୁ ଆମେ ଆକୁ ଭଲ ଭାବରେ ତାକୁ ଗ୍ରେଟ୍ କରି ନେଇ ସାରିଲା ପରେ କି ଦେଖନ୍ତୁ ଏତିକିରେ ଆମେ ତାକୁ ବାହାର କରିନେବା। ତାକୁ ଯେତିକି ଏମିତି ରସ ଦରକାର ଅଛି ତ ସବୁ ଗୁଡିକ ଭଲ ଭାବରେ ତାକୁ ଏମିତି କି ବାହାର କରିନେଲା ପରେ କି ତ ଆମେ ଆକୁ କଣ କରିବା ନା ଦେଖନ୍ତୁ ଏଥିରେ ବାହାରିଲା ଆମର। ତ ଆପରେ ଆମକୁ ସେଥିରେ କି ଆମକୁ କଣ ମିକ୍ସ କରିବାର ଅଛି, ଯାହାକି ଏଇଥିରେ କି ଆମକୁ ଗୋଟେ ଫାଳ ଆମେ ଲେମ୍ବୁକୁ ନବା, ଯାହାକି ଆମ ଚୁଟି ପାଇଁ ବହୁତ ହି ଭଲ। ଆପଣ ଜାଣିଥିବେ ଲେମ୍ବୁ ଆଉ ଅଦାର ରସ ବି ବହୁତ ହି ଭଲ। ତ ଆମକୁ କଣ କରିବାକୁ ହବ ନା ଏଥିରେ କି ଆମକୁ ତ ଲେମ୍ବୁ ରସ ଆଉ ଅଦା ରସକୁ ଦେଇଦବା। ତାପରେ ଏଠି ଦେଖନ୍ତୁ ଆମକୁ ନଡିଆ ତେଲକୁ ଦେଇ ନେବାର ଅଛି। ତ ତାକୁ ଭଲ ଭାବରେ ମିକ୍ସ କରି ସାରିଲା ପରେ କି ଦେଖନ୍ତୁ ଏଇଥିରେ କି ହେଇଗଲା। ତ ଆପଣଙ୍କର କୌଣସି ଗୋଟେ ହଉଛି ତୋଳାରେ ହଉ କି ବ୍ରସ ରେ ହଉ ତାକୁ କଣ କରିବାକୁ ହବ ନା ଦେଖନ୍ତୁ ଆପଣଙ୍କୁ ଏଠି ଲଗେଇକି ଦେଖଉଛି। ତ ଆମର ଚୁଟିରେ ମୂଳରେ ତ ସବୁ ଗୁଡିକ ଆମକୁ ଏମିତି କି ଭଲ ଭାବରେ ଲଗେଇ ନବାର ଅଛି। ତ ଏମିତି ଲଗେଇ ନେଲା ପରେ କି ତାକୁ ଆପଣ ଏମିତି କିଛି ସମୟ ପୁରାପୁରି ଛାଡ଼ିଦେବେ। ତ ଏଠି ଦେଖନ୍ତୁ ଆମେ ଭଲ ଭାବରେ ଆକୁ ଲଗେଇ ନବା। ଲଗେଇ ନେଇ ସାରିଲା ପରେ କି ତାକୁ ଆପଣ ଧୋଇ ପାରିବେ ଏମିତି ସପ୍ତାହରେ ଆପଣ 2 ରୁ 3 ଥର ଯଦି ବି କରିବେ ଭଲ। ତ ନହେଲେ କି ଆପଣଙ୍କ ପାଖରେ ଟାଇମ ଅଛି ଯଦି ତାହେଲେ କି ସପ୍ତାହରେ ଥରେ ବି ଲଗେଇ ପାରିବେ, କିନ୍ତୁ ଅଧିକ 2-3 ଥର ଲଗେଇଲେ ହିଁ ଭଲ ହବ। ତ ଆପଣ ଲଗେଇକି ତାକୁ ୱାଶ କରିପାରିବେ। ତ କଣ୍ଟିନ୍ୟୁ ଲଗେଇଲା ପରେ ହିଁ ଆପଣ ଜାଣିଯିବେ ତାର ରେଜଲ୍ଟ, ଯାହାକି ମୂଳରୁ ହିଁ ମଜବୁତ ହବ। ତ ତାପରେ ଆମେ କଣ କରିବା ନା ଲୁହାର ଯେକୌଣସି ବି ଲୁହାର ଜିନିଷ ଯେମିତି କି ଲୁହାର କଢେଇ ଏମିତି ନେଇ ଆସିବେ। ସେଇଥିରେ କି ଆମକୁ କଣ କରିବାକୁ ହବ ନା ଏଇଥିରେ କି ଆମକୁ ଲେମ୍ବୁ ରସକୁ ଦେଇ ନବା। ତ ଫାଷ୍ଟ ପ୍ରୋସେସ ଟି ଆପଣ ତ ଜାଣିନେଲେ, ତ ଆପଣ ଏମିତି ଟ୍ରାଏ କରିପାରିବେ। ତ ନେକ୍ସଟ ଏମିତି କି କରିବେ ଯେମିତି କି ଆପଣଙ୍କର ଲେମ୍ବୁ ରସ ଆଉ ଏଠି ମେହେନ୍ଦୀକୁ ଦେଇଦବା, ଯାହାକି ବହୁତ ହି ଭଲ। ତ ଏମିତି କି ଆମକୁ ଏଥିରେ କି ଆମକୁ ମେହେନ୍ଦୀ ପାଉଡର କୁ ଦବା। ଆଉ ଏଠି ଦେଖନ୍ତୁ ମେହେନ୍ଦୀ ପାଉଡର କୁ ଦେଲି ଆଉ ଏଠି ଆମଲା ପାଉଡର କୁ ଦେଲି। ତ ଏଇ ଦୁଇଟି ଜିନିଷକୁ ଦବା, ଯାହାକି ଆପଣ ଚାହିଁଲେ ଗୋଟିଏ ପାଉଡରକୁ ଦେଇପାରିବେ ଆମଲା ପାଉଡର। ତ ନହେଲେ କି ଆପଣଙ୍କର ମେହେନ୍ଦୀ ପାଉଡର, ଏଇ ଦୁଇଟି ଜିନିଷରୁ ଗୋଟେ ବି ଦେଇପାରିବେ। ତ ଏଠି ମୁଁ ଦୁଇଟି ଜିନିଷକୁ ଦେଇଛି। ତାପରେ କି ଆମକୁ କଣ କରିବାକୁ, ଏଠି ଦେଖନ୍ତୁ କଫି ପାଉଡରକୁ ବି ମୁଁ ଦେଇଛି। ଆକୁ ମିକ୍ସ କରିକି ଭଲ ଭାବରେ ଆମେ ଆକୁ 6-7 ଘଣ୍ଟା କି 5 ଘଣ୍ଟା ପାଖାପାଖି ଏମିତି କି ଆକୁ ରଖିନବା। ତ ଆକୁ ଏମିତି ରଖିନେଲା ପରେ କି ଦେଖନ୍ତୁ ଭଲ ଭାବରେ ମିକ୍ସ କରିନବା। ତ ଆପଣ ଚାହିଁଲେ ଅଧିକ ଯଦି ଚାହୁଁଥିବେ ତାହେଲେ କି ଅଧିକରେ ବି ବନେଇକି ରଖିପାରିବେ। ତ ଏଠି ଦେଖନ୍ତୁ ଭଲ ଭାବରେ ଆକୁ ମିକ୍ସ କଲା ପରେ କି ତାକୁ ଆମକୁ 5-6 ଘଣ୍ଟା ଏମିତି ରଖିଦବାର ଅଛି। ତାପରେ ଆକୁ ଏମିତି ଦେଖନ୍ତୁ 5-6 ଘଣ୍ଟା ପରେ ଆମେ ତାକୁ ଦେଖିବା କି ତାର କଲରଟି ଦେଖନ୍ତୁ କି ଯାହାକି ପୁରାପୁରି ବହୁତ ହି ବଢିଆ ଭାବରେ ତାର କଲରଟି ବି ଆସିଯାଇଛି। ତ ତାପରେ ଆକୁ ଚୁଟିରେ ଆପଣଙ୍କର ଲଗେଇ ନେବେ। ଆକୁ ଲଗେଇ ନେଇକି ଘଣ୍ଟାଏ ବା 2 ଘଣ୍ଟା ପାଖାପାଖି ଏମିତି ରଖିନେବେ। ତ ଏସବୁ ଜିନିଷକୁ ଲଗେଇକି ଆକୁ ଘଣ୍ଟେ ପାଖାପାଖି ରଖିନେବେ। ତାପରେ କି ଦେଖିବା ଆପଣଙ୍କର ଚୁଟିର ଧଳା ଚୁଟି ଯାହା ବି ହେଇଥିବ ତାର କଲର ଟି ଆପଣଙ୍କର କେମିତି ଆସିବ, ଆପଣ ଲଗେଇଲେ ହିଁ ଟ୍ରାଏ କଲେ ହିଁ ଜାଣିବେ। ଦେଖନ୍ତୁ ତ ଏଠି ଆମେ ଲଗେଇ ନବା। ଲଗେଇ ନେଇ ସାରିଲା ପରେ କି ସବୁଆଡେ ଏମିତି କି ଭଲ ଭାବରେ ଲଗେଇ ନବାର ଅଛି। ତ ମେହେନ୍ଦୀର କଲର ଟି ଆପଣ ତ ଜାଣିଥିବେ କୋଉ ଟାଇପ ରେ ତ ଆସିବ ଲଗେଇଲା ପରେ। ତ ତାପରେ ଏମିତି ଦେଖନ୍ତୁ ଧଳା ଚୁଟି ଗୁଡିକ ବହୁତ ହି ବଢିଆ ଭାବରେ ଆମେ ଆକୁ ଲଗେଇ ସାରିଲା ପରେ କି ତାକୁ ଧୋଇ ନବା ଗୋଟେ ଘଣ୍ଟା ପରେ। ଦେଖନ୍ତୁ କେତେ ବଢିଆ ଭାବରେ ଆମର ଚୁଟି ବି ବହୁତ ହି ବଢିଆ। ତ ଏମିତିରେ ଆମେ ଚୁଟିକୁ ଲଗେଇକି ରଖିଲା ପରେ କି ବହୁତ ହି ବଢିଆ ଭାବରେ ଆମର ଚୁଟି ଟିକେ ସାଇନ କରିବ। ଆଉ ଯେମିତି କି ହ୍ୱାଇଟ କଲର ଆମର ଥାଏ ଧଳା ଚୁଟି ଗୁଡିକ, ତ ଟିକେ ରେଡ କଲର ଟାଇପ ର ଆସିବ। ତାର ଗ୍ଲେଜ ବି ବହୁତ ହି ବଢିଆ ଆସିବ, ଯାହାକି ବିଲକୁଲ ଧଳା ଜଣା ପଡିବ ନାହିଁ।
ତ ଏମିତିରେ କି ଆପଣଙ୍କର ଚୁଟିକୁ ବହୁତ ହି ସୁନ୍ଦର ଭାବରେ କଳା କରିପାରିବେ। ଆଶା କରୁଛି ଭିଡିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିଦେବେ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ରହିଲି ଜୟ ଜଗନ୍ନାଥ। ପୁଣି ଦେଖା ହବ ଆଉ ଗୋଟେ ନୂଆ ଭିଡିଓରେ।